ଏହିପରି ରୋଷେଇ କଲାବେଳକୁ ମାମାର ବର ସେ ଜଙ୍ଗଲ ଭିତରେ ଗାଡ଼ିଆ ପାଖରେ ବସିଥିଲେ। ମୁଁ କହିଲି କ'ଣ କରୁଛୁ? ମାମା କହିଲେ ଦେଖି ବସୁନୁ, କ'ଣ କରୁଛୁ କ'ଣ କରୁଛୁ? ଆଉ ସବୁ କୁଆ କିଏ ନେଇଯାଉଛି କହିଲି। ମାମା ଖାଲି ବକୁଥିଲେ। ମୁଁ କହିଲି ତମେ ପାରିଦଉନ ନା, କେମିତି ପାରିବି? ହେଲେ ପାରିବି ନା, ମନକୁ ପାରିଦେବି ନା କ'ଣ? ମୁଁ କହିଲି କ'ଣ ହବ ଯେ? ସେଥିପାଇଁକି ଅଳ୍ପ ଅଳ୍ପ ହେଇଥିଲା। ମାମା ଯାଇକି କୁଆ ଆଙ୍କୁଳିରୁ ଭିଡ଼ିକି ଆଣି ଦେଇଥିଲେ। କେତେ ସାରା କୁଆ, ଆହୁରି ହେଇଛି, ଗଛରେ ହେଇଛି, ହେଇନି, ପାକଳ ହେଇନି, ଏତିକି ହେଇଥିଲା। ଆଣିଦେଲେ, ଖାଲି ଚୋରି କରିକି ନେଇଯାଉଛନ୍ତି, ଝଡ଼ି ଯାଉଛି। ମୁଁ ମାମା ଆଣିକି କ'ଣ କରିବ? ଶୁଖେଇବ ନା? ନା ଆକୁ ଜରିରେ ବନ୍ଧା ହେବ, ସେ ଟିକେ ସଡ଼ିଲା ଭଳିଆ ହେଲେ ତାପରେ ଯାଇକି ଶୁଖିଆ ହେବ, ଯାଇକି କୁଆଟା ତା ଭିତରେ ଭଲ ବାହାରିବ, ନହେଲେ କଷାଳିଆ ଗୁଆ ବାହାରିବ। ଏମିତି ଡାଇରେକ୍ଟ କେବେ ଶୁଖିଆ ହେବନି। ମୁଁ କହିଲି ମୁଁ ଏ କଥା ଜାଣିନି, ଆଉ ସବୁ କିଏ ଏମିତି ଜାଣିଛନ୍ତି କି ନାହିଁ ଗୁଆ କେମିତି ଶୁଖିଆ ହୁଏ କ'ଣ ହୁଏ କମେଣ୍ଟ ମାଧ୍ୟମରେ କହିବେ। ଆମର ତ ଗୁଆ ଗଛ ଥିଲା, ଏଇଠି ଆସିକି ଗୁଆ ଗଛ, ନୌକା ଗଛ ସବୁ ଦେଖୁଛି ଆଉ। ତାପରେ କାଲି ଯେଉଁ ପୂର୍ବ ଦେଖେଇଥିଲି ଭିଡ଼ିଓରେ, ଯେଉଁ ଆମ ଗ୍ରୁପ୍ରେ ମିଟିଂ ହେଉଥିଲା, ଯେଉଁ ପଲିଥିନ୍ ଜରିର, ମାନେ ପଲିଥିନ୍ ଜରି ବି ନାହିଁ ଯେ ଆମ ଗ୍ରୁପ୍ରେ, ମାନେ କେଉଁଥିରେ ବନ୍ଧା ହେଇକି ଥୁଆ ହେଉଥିଲା, ମାନେ ସେ ପଲିଥିନ୍ ଗୋଟେ ଅବସ୍ଥା ନଥିଲା। ମୁଁ ଆସିକି ସିଆରି ଫିଆଜି ଆସିଥିଲେ, ମୁଁ କହିଲି ଦେଖୁନାହାନ୍ତି ମାମାର ଆଉ ସେ ଦିଦିଙ୍କର କ'ଣ କଥା ହେଉଥିଲେ, ମୁଁ ଟିକେ ଆସିକି ଭିଡ଼ିଓ କରିଦେଲି। ମୁଁ କହିଲି, ସେ କହିଲେ, ମାମା କହିଲେ ଦେଖେ ଆସିଲେ ହେରି ତମ ପଲିଥିନ୍ ଜରି। ମୋତେ ହସ ଲାଗିବ କୁହନି। ସେ ଦିଦି ବି ଲାଷ୍ଟକୁ ହସିଲେ, କହିଲେ ନା ସେ ପଲିଥିନ୍ ଜରି ବ୍ୟାଗ୍ରେ ଥୁଆ ହେଇଥିଲା ବୋଲି, ନହେଲେ ପଲିଥିନ୍ ଜରି କାହା ଘରେ ନାହିଁ ନା କ'ଣ? ତାପରେ ସେ ଆସିକି ସବୁ ଦେଖା ଦେଖି କ'ଣ କରୁଥିଲେ, ଘର ବୁଲାବୁଲି କରୁଥିଲେ। ମାମା ତାଙ୍କୁ ବୁଲାଉଥିଲେ ଏ ଘର ସେ ଘର। କହିଲେ ଆଉ ସିଲେଇ କରୁଛନ୍ତି, ଦବ ତମେ ସିଲେଇ ସିନା। ସିଏ କହିଲେ ମୁଁ ତ ଜାଣିନଥିଲି, ହଉ ତମେ ବହୁତ ନଥିଲା, ଏବେ ଆସିଲାଣି ତ। ମାମା କହିଲେ ହଁ ସେଥିରେ ରହିବ, ଆଉ ଜମା ସିଲେଇ ନା, ବ୍ଲାଉଜ୍ ବୋଧେ ସିଲେଇ କରୁଛନ୍ତି। ମୁଁ କହିଲି ହଁ ସିଲେଇ କରୁଥିଲି ତ। ତାପରେ ଗଲି, ଏଇଠି ମୁଁ ସିଲେଇ ପଡ଼ିଛି ଦେଖୁନାହାନ୍ତି। ତାପରେ ସନ୍ଧ୍ୟାବେଳକୁ ଧୂପ ଦେଇ ସାରିଲା ପରେ ଜାଣିଥିବେ ପକୁଡ଼ିର ମଜା ଆଉ। ବର୍ଷା ପାଗ ନାହିଁ ବା, ଆଉ ମୋ ପତି ପରମେଶ୍ୱର ଆସିଥିଲେ, ଆଉ ଘରେ ଛାଡ଼ି ନଥିଲେ ବା, କୋଡ଼ିଆରେ ଆମେ ଘର ଛାଡ଼ିବୁ, ମୋ ପତି ପରମେଶ୍ୱର ନେଇକି ଆସିଥିଲେ ଗରମ ଗରମ ପକୁଡ଼ିକୁ ନାଲି ଚା। କି ସବୁ ଜଲ୍ଦି ପିଇବା, ଆସ ଜଲ୍ଦି। ମୁଁ ପକୁଡ଼ି ଖାଇବା ଅଳ୍ପ ଅଳ୍ପ ଅଛି ବା, କ'ଣ କରିବା, ହଉ ବାଣ୍ଟି ବୁଣ୍ଟି ଖାଇଦେବା ଆଉ। ପସନ୍ଦ ବାଣ୍ଟି ନ ଖାଇବା, ଅଳ୍ପ ବହୁତ ନ କହିବା ପରା, ସେଇ ହିସାବରେ